ଯଜ୍ଞବଲକ୍ୟ। ଦ୍ୱାପର ଯୁଗରେ ଲୀଳାମୟ ଶ୍ରୀକୃଷ୍ଣ। ତ୍ରେତେୟା ଯୁଗରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ। ବୈଦିକ ଯୁଗରେ ମହର୍ଷି ଯାଜ୍ଞବଲକ୍ୟ। କନ୍ନଡ଼ ମହର୍ଷି ପତଞ୍ଜଳି, ଋଷି ଅଗସ୍ତ୍ୟ, ଅତ୍ରି ଯମଦଗ୍ନି। ଆସନ୍ତୁ ଜାଣିବା ଏହି ମହର୍ଷି ଦିବ୍ୟ ଋଷିଗଣଙ୍କ ବିଷୟରେ। ପ୍ରଥମେ ଆମେ ଆରମ୍ଭ କରିବାକୁ ଯାଉଛୁ ମହର୍ଷି ଯାଜ୍ଞବଲକ୍ୟଙ୍କ ବିଷୟରେ। ମହର୍ଷି ଯାଜ୍ଞବଲକ୍ୟ। ମହର୍ଷି ଯାଜ୍ଞବଲକ୍ୟ ବୈଦିକ ଯୁଗର ଏକ ମହାନ ଋଷି ଓ ଦାର୍ଶନିକ ଓ ଆଧ୍ୟାତ୍ମିକ ପୁରୁଷ ଥିଲେ। ସେ ଯଜୁର୍ବେଦର ସଂସ୍ଥାପକ ଥିଲେ। ସେ ଭଗବାନ ସୂର୍ଯ୍ୟଙ୍କଠାରୁ ଯଜୁର୍ବେଦ ପ୍ରାପ୍ତି କରିଥିଲେ। ସେ ବେଦ ଜ୍ଞାନୀ ରୂପେ ପରିଚିତ ଥିଲେ। ସେ ଥିଲେ ଯୋଗୀ, ଜ୍ଞାନୀ, ଧର୍ମାତ୍ମା ତଥା ଶ୍ରୀରାମ କଥାର ପ୍ରମୁଖ ବକ୍ତା। ପୁରାଣରେ ତାଙ୍କୁ ବ୍ରହ୍ମାଙ୍କ ଅବତାର ବୋଲି ମଧ୍ୟ କୁହାଯାଏ। ଯଜ୍ଞବଲକ୍ୟଙ୍କ ଗୁରୁ ଥିଲେ ଆଚାର୍ଯ୍ୟ ଗୁରୁ ବିଶ୍ୱମ୍ପାୟନ। ପୌରାଣିକ କଥା ଅନୁଯାୟୀ ଯଜ୍ଞବଲକ୍ୟଙ୍କ ପ୍ରଥମ ଧର୍ମପତ୍ନୀ ହେଉଛନ୍ତି କାତ୍ୟାୟନୀ। ଦ୍ୱିତୀୟ ପତ୍ନୀ ହେଉଛନ୍ତି ମୟତ୍ରୀ। କାତ୍ୟାୟନୀ ହେଉଛନ୍ତି ଭରଦ୍ୱାଜ ଋଷିଙ୍କ କନ୍ୟା ହୋଇଥିବା ବେଳେ ମିତ୍ର ଋଷିଙ୍କ କନ୍ୟା ମୟତ୍ରୀ ଥିଲେ। ମୟତ୍ରୀ ଈଶ୍ୱରିକ ଜ୍ଞାନ ପ୍ରାପ୍ତି ପାଇଁ ସେ ସାଂସାରିକ ସୁଖକୁ ତ୍ୟାଗ କରିଥିଲେ ବୋଲି ପୁରାଣରେ କୁହାଯାଇଛି। ରାଜା ଜନକଙ୍କ ସମୟରେ ଏକ ମହାନ ଋଷି ଯଜ୍ଞବଲକ୍ୟ ଥିଲେ। ଯଜ୍ଞବଲକ୍ୟ ଭାରତର ପ୍ରାଚୀନ ଋଷିମାନଙ୍କ ମଧ୍ୟରୁ ଅନ୍ୟତମ। ଯଜ୍ଞବଲକ୍ୟ ମହର୍ଷିଙ୍କ ଜନ୍ମ ଫାଲ୍ଗୁନ କୃଷ୍ଣ ପଞ୍ଚମୀରେ ମିଥିଳା ନଗରୀ ନିବାସୀ ବ୍ରହ୍ମା, ରଥ ଏବଂ ସୁନନ୍ଦାଙ୍କ ଘରେ ଜନ୍ମ ନେଇଥିଲେ। ଶ୍ରୀମଦ୍ ଭାଗବତ ଅନୁଯାୟୀ ତାଙ୍କର ଜନ୍ମ ଦେବରାଜଙ୍କ ପୁତ୍ର ରୂପରେ ହୋଇଥିଲା। ମାତ୍ର 7 ବର୍ଷରେ ଯାଜ୍ଞବଲକ୍ୟ ମାମୁଁ ବିଶ୍ୱମ୍ପାୟନଙ୍କ ଠାରୁ ଶିକ୍ଷା ଗ୍ରହଣ କରିଥିଲେ। ସେ ବେଦର ସମସ୍ତ ଶ୍ଲୋକ କଣ୍ଠସ୍ଥ କରିଥିଲେ। ଜାଣିଲେ ଯଜ୍ଞବଲକ୍ୟଙ୍କ ବିଷୟରେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।